Maybach music. Can anybody out there hear me? Hear me? 'Cause I just wanna say ହ୍ୟାଲୋ ପିଲାମାନେ, ଆଜି ଆମେ ଆଲୋଚନା କରିବା କିଛି ଜିକେ କ୍ୱେଶ୍ଚିନ୍। ଓକେ, କେବଳ ପୁରାଣ ଉପରେ, ପୁରାଣ ପୁସ୍ତକରୁ ଆମେ କିଛି ଜିକେ କ୍ୱେଶ୍ଚିନ୍ ଆଜି ଆଲୋଚନା କରିବା। ବହୁତ ଇମ୍ପୋର୍ଟାଣ୍ଟ, ତୁମେ ସବୁ ଦେଖ। ଓକେ, ଆଉ ଖାତାରେ ସାଙ୍ଗେ ସାଙ୍ଗେ ନୋଟ୍ କର। ଓକେ, ଦେଖନ୍ତୁ ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ରହିଛି, ସଂସ୍କୃତ ମହାଭାରତ କିଏ ରଚନା କରିଥିଲେ? ଓକେ, ତ ସଂସ୍କୃତ ମହାଭାରତ, ଓକେ, ଭାରତର ସବୁଠୁ ବଡ଼ ଗ୍ରନ୍ଥ ସଂସ୍କୃତ ମହାଭାରତ କିଏ ରଚନା କରିଥିଲେ? ଅପସନ୍ କ ବେଦବ୍ୟାସ, ଅପସନ୍ ଖ ସାରଳା ଦାସ, ଅପସନ୍ ଗ ବାଲ୍ମୀକି। କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ କ ବେଦବ୍ୟାସ। ଓକେ, ବେଦବ୍ୟାସ ଯିଏକି ସଂସ୍କୃତ ମହାଭାରତ ରଚନା କରିଥିଲେ। ଓକେ, ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଠିକ୍ ସେହିପରି ସଂସ୍କୃତ ରାମାୟଣ କିଏ ରଚନା କରିଥିଲେ? ଓକେ, ସଂସ୍କୃତ ମହାଭାରତ ପରେ ସଂସ୍କୃତ ରାମାୟଣ କିଏ ରଚନା କରିଥିଲେ? ଅପସନ୍ କ ତୁଳସୀ ଦାସ, ଅପସନ୍ ଖ କବୀର ଦାସ, ଅପସନ୍ ଗ ବାଲ୍ମୀକି। କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ଏହାର ମଧ୍ୟ ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଗ। ଓକେ, ଅପସନ୍ ଗ ବାଲ୍ମୀକି। ବାଲ୍ମୀକି ଯିଏକି କ'ଣ ଲେଖିଥିଲେ? ସଂସ୍କୃତ ରାମାୟଣ ରଚନା କରିଥିଲେ। ଓକେ, ବାଲ୍ମୀକି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଶ୍ରୀକୃଷ୍ଣଙ୍କ ଗୁରୁଙ୍କ ନାମ କ'ଣ ଥିଲା? ଶ୍ରୀକୃଷ୍ଣଙ୍କ ଗୁରୁଙ୍କ ନାମ କ'ଣ ଥିଲା? ଓକେ, ସେମାନେ ଶ୍ରୀକୃଷ୍ଣ କାହାଠାରୁ ବିଦ୍ୟା ଶିକ୍ଷା ଲାଭ କରିଥିଲେ? ଅପସନ୍ କ ବିଶ୍ୱାମିତ୍ର, ଅପସନ୍ ଖ ବଶିଷ୍ଠ, ଅପସନ୍ ଗ ସନ୍ଦୀପନୀ। କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେଉଛି ସନ୍ଦୀପନୀ। ଓକେ, ଅପସନ୍ ଗ ସନ୍ଦୀପନୀ। ସନ୍ଦୀପନୀ ଯିଏକି ଶ୍ରୀକୃଷ୍ଣଙ୍କ ଗୁରୁ ଥିଲେ। ଓକେ, ଶ୍ରୀକୃଷ୍ଣ ଉଭୟଙ୍କର। ଏଠି ବଶିଷ୍ଠ ହେଉଛନ୍ତି ରାମଙ୍କ ଗୁରୁ। ଓକେ, ମନେ ରଖିବେ, ରାମଙ୍କର ଗୁରୁ ବଶିଷ୍ଠ। ଓକେ, ନେକ୍ସଟ କ୍ୱେଶ୍ଚନ୍। ହିନ୍ଦୁ ଶାସ୍ତ୍ରରେ କେଉଁ ଠାକୁରଙ୍କୁ ଜଳର ଦେବତା କୁହାଯାଏ? ଜଳର ଦେବତା ରୂପେ ମାନାଯାଏ। ଓକେ, ଜଳର ଦେବତା କାହାକୁ କୁହାଯାଏ? ଅପସନ୍ କ ଇନ୍ଦ୍ରଦେବ, ଅପସନ୍ କ ବରୁଣ ଦେବ, ଅପସନ୍ କ କୁବେର ଦେବ। କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେଉଛି ବରୁଣ। ଓକେ, ବରୁଣ ଯାହାକୁ ଜଳର ଦେବତାରେ ମନାଯାଏ ଆଉ ଯାହାକୁ ଲକ୍ଷ୍ମୀଙ୍କ ବାପା ବୋଲି ମଧ୍ୟ କୁହାଯାଏ। ଓକେ, ସେ ଲକ୍ଷ୍ମୀଙ୍କ ପିତା ବା ବାପା। ଓକେ, ଏ ଯେଉଁ କୁବେର ଇଏ ଧନର ଦେବତା। କ'ଣ? ଧନର ଦେବତା। ନେକ୍ସଟ, କେଉଁ ଋଷି ରାଜର୍ଷି ରୂପେ ପରିଚିତ? ଓକେ, ରାଜର୍ଷି କ'ଣ? ରାଜର୍ଷି। ଓକେ, କେଉଁ ଋଷି ରାଜର୍ଷି ରୂପେ, ରାଜର୍ଷିଟି ଭୁଲ ଅଛି। ଓକେ, କେଉଁ ଋଷି ରାଜର୍ଷି ରୂପେ ପରିଚିତ, ମାନେ ସେ ରାଜ ହେଇକି ମଧ୍ୟ ଋଷି। ଓକେ, ରାଜା ରୂପକ ଋଷି। ଅପସନ୍ କ ବିଶ୍ୱାମିତ୍ର, ଅପସନ୍ ଖ ଜନକ, ଅପସନ୍ ଗ ନାରଦ। କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଖ ଜନକ। ଓକେ, ଜନକ ଯିଏକି ସୀତାଙ୍କ ବାପା। ଓକେ, ସୀତାଙ୍କ ବାପା ସେ ଜଣେ କ'ଣ ରାଜା ହୋଇକି ମଧ୍ୟ ଜଣେ ଋଷି, ତାଙ୍କୁ ରାଜର୍ଷି କୁହାଯାଏ। ରାଜର୍ଷି ଜନକ। ଏଠି ନାରଦ ହେଉଛନ୍ତି ଦେବର୍ଷି। କ'ଣ? ଦେବର୍ଷି, ମାନେ ଦେବତା ହେଇ ମଧ୍ୟ ସେ ଜଣେ ଋଷି, ସେ ଦେବର୍ଷି। ବିଶ୍ୱାମିତ୍ର ହେଉଛନ୍ତି ମହର୍ଷି। କ'ଣ? ମହର୍ଷି, ମନେ ରଖିବ। ଓକେ, ନେକ୍ସଟ ଆନ୍ସର୍, ଠିକ୍ ଆନ୍ସର୍ କ'ଣ? ଜନକ। ଓକେ, ଜନକ ଏ ହେଉଛି ରାଜର୍ଷି। ଓକେ, ନେକ୍ସଟ କ୍ୱେଶ୍ଚନ୍। ଧୃତରାଷ୍ଟ୍ରଙ୍କ ଏକମାତ୍ର ଝିଅଙ୍କ ନାମ କ'ଣ ଥିଲା? ଧୃତରାଷ୍ଟ୍ରଙ୍କ ଏକମାତ୍ର ଝିଅ ତାଙ୍କର ଧୃତରାଷ୍ଟ୍ର। ଓକେ, ଧୃତରାଷ୍ଟ୍ର ଯାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଗାନ୍ଧାରୀ। କ'ଣ? ଗାନ୍ଧାରୀ। ଏ ଗାନ୍ଧାରୀଙ୍କର 100 ପୁତ୍ର। କେତେ? 100ଟା ପୁଅ। ଏ 100ଟା ପୁଅ ମଧ୍ୟରୁ ଗୋଟିଏ ଝିଅ ଥିଲା, ତାଙ୍କ ନାଁ କ'ଣ? କ ଦୁଶୀଳା, ଖ ଶାନ୍ତା, ଗ ଦ୍ରୌପଦୀ। କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେବ ଦୁଶୀଳା। ଓକେ, ଦୁଶୀଳା ତାଙ୍କର ଗୋଟେ ମାତ୍ର ଝିଅ ଥିଲା। ଓକେ, ନେକ୍ସଟ କ୍ୱେଶ୍ଚନ୍। ରଥଯାତ୍ରା ଅନ୍ୟ କେଉଁ ଯାତ୍ରା ନାମରେ ମଧ୍ୟ ପରିଚିତ? ଓକେ, ରଥଯାତ୍ରାକୁ ଆଉ କେଉଁ ଯାତ୍ରା ବୋଲି କୁହାଯାଏ? ରଥଯାତ୍ରା ଅନ୍ୟ କେଉଁ ଯାତ୍ରା ନାମ ମଧ୍ୟ ପରିଚିତ? କ ନନ୍ଦିଘୋଷ ଯାତ୍ରା, ଖ ନବକଳେବର ଯାତ୍ରା, ଗ ଗୁଣ୍ଡିଚା ଯାତ୍ରା। କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେଉଛି ଗୁଣ୍ଡିଚା ଯାତ୍ରା। ଓକେ, ଏ ଗୁଣ୍ଡିଚା ଯାତ୍ରା। କିନ୍ତୁ ଯେଉଁ ଇନ୍ଦ୍ରଦ୍ୟୁମ୍ନ ରାଜା ଥିଲେ, ଇନ୍ଦ୍ରଦ୍ୟୁମ୍ନ, ଓକେ, ଏ ଇନ୍ଦ୍ରଦ୍ୟୁମ୍ନଙ୍କ ପାଟରାଣୀ ଥିଲେ ଗୁଣ୍ଡିଚା। ଓକେ, ଏ ଗୁଣ୍ଡିଚା ରାଣୀଙ୍କ ନାମ ଅନୁସାରେ ହେଉଛି ଗୁଣ୍ଡିଚା ଯାତ୍ରା। ନେକ୍ସଟ, ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର କେତେ ବର୍ଷ ଥରେ ହୁଏ? ମାନେ କେତେ ବର୍ଷ ଥରେ ନୂଆ ଜଗନ୍ନାଥ ମୂର୍ତ୍ତି ତିଆରି ହୁଏ? ଓକେ, 12 ବର୍ଷ, 14 ବର୍ଷ ନା 15 ବର୍ଷ? ରାଇଟ୍ ଆନ୍ସର୍ ହେଉଛି 12 ବର୍ଷ। ଓକେ, ପ୍ରତି 12 ବର୍ଷ ଥରେ ନବକଳେବର, ଜଗନ୍ନାଥ ମୂର୍ତ୍ତିଙ୍କୁ ନୂଆ ତିଆରି ହୁଏ। ଓକେ, ନବକଳେବର ହୁଏ। ନେକ୍ସଟ, ରାବଣର ପିତାଙ୍କ ନାମ କ'ଣ ଥିଲା? ଋଷି କଶ୍ୟପ, ଋଷି ଭରଦ୍ୱାଜ ନା ଋଷି ବିଶ୍ରବ? କୁହନ୍ତୁ ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେଉଛି ଋଷି ବିଶ୍ରବ। ରାବଣଙ୍କର ପିତା ଜଣେ ଋଷି ଥିଲେ। ଓକେ, ସେ ସିନା ଅସୁର, କିନ୍ତୁ ତାଙ୍କ ପିତା ଜଣେ ଋଷି ଥିଲେ। ତାଙ୍କ ମାତା ଜଣେ ରାକ୍ଷସୀ ଥିଲେ,
ना हूँ निकषा कौन निकषा मन रख ओके। नेक्स्ट क्वेश्चन क्यों देवता को पशुपति रूपे पूजा करुले पूर्वे क्यों देवता को पशुपति रूपे पूजा करुले ऑप्शन क शिव ऑप्शन ख इंद्र ऑप्शन क सूर्य राइट आंसर कौन हम ना राइट आंसर हम शिव ओके शिव को पशुपति रूपे पूजा करा जाए। नेक्स्ट क्वेश्चन देखिए परवर्ती प्रश्न समुद्र मंथन समय क्यों असुर अमृत पान करथिला ओके समुद्र मंथन समय ओके देवता मान सब तो अमृत खाई किंतु क्यों असुर जे कि लुचिक अमृत खाई क बलि ख राहु ग जलंधर कौन तो राइट आंसर कौन हम राइट आंसर हम ख राहु ओके राहु जे कि अमृत पान करथिला ओके। नेक्स्ट क्वेश्चन क्यों राजा नाम अनुसार आम देश नाम भारत होती ओके आम देश नाम भारत कौ राजा नाम अनुसार होती क राजा शरत ख राजा भरत ना ग राजा दुष्मंत कौन तो राइट आंसर कौन हम यार सठिक आंसर होची राजा भरत ओके राजा भरत नाम अनुसार आम देश नाम होची भारत जे कि दुष्मंत और शकुंतला पुओ थे ओके भरत। नेक्स्ट निम्नलिखित मध्य पांडव मान राजधानी नाम कौन था द्वारिका ना हस्तिनापुर ना इंद्रप्रस्थ कौन तो राइट आंसर कौन हम राइट आंसर होची इंद्रप्रस्थ ओके इंद्रप्रस्थ था पांडव मान राजधानी कौन इंद्रप्रस्थ। नेक्स्ट क्वेश्चन देखिबा परशुराम माँ नाम कौन था ओके परशुराम माँ नाम कौन था रेणुका ना कौशल्या ना देवकी कौन तो राइट आंसर कौन हम राइट आंसर होची रेणुका कौन रेणुका रेणुका था परशुराम माँ का नाम पिता नाम था जमदग्नि ओके और माँ का नाम था रेणुका। कौशल्या 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 का माँ रामंकर माँ थे कौशल्या देवकी देवकी कौन कृष्ण कृष्ण माँ थे देवकी जानच। नेक्स्ट क्वेश्चन देखिए बोध लास्ट क्वेश्चन हाँ क्यों राजा को धर्मराज बोली कहुए ओके क्यों राजा को धर्मराज बोली कहुए धृतराष्ट्र युधिष्ठिर दशरथ कौन क्यों राजा को धर्मराज बोली कहुए कि धर्म ओके धर्म को सदाबले साक्षी रखी काम करते ओके कौन किए से होती युधिष्ठिर ओके युधिष्ठिर को धर्मराज कहुए ओके ज्येष्ठ पांडव ये पांडव मान सब बड़ भाई ये आज किसी इंपोर्टेंट क्वेश्चन ओके तुम सब देख संगे संगे खाता सब नोट करो जदि आपन को यही भिडियोटी भल लगा किंबा एथर किसी जानवा पाइले तेबे आउ डेरी कहीं एवं तले सब्सक्राइब बटन प्रेस करी